श्रवण କରିବା ପାଇଁ ସ୍ଥିତି ହେଇକି ଅଛନ୍ତି। ଭଏସ କ୍ଲିୟର ଅଛି ନା? ଓମ୍ ପ୍ରଭୁ କହିଲେ। ହରେ କୃଷ୍ଣ କ୍ଲିୟର ଅଛି। ତ ହରିନାମର ମହିମାର ଶୃଙ୍ଖଳାରେ ଆମେ ଶ୍ରବଣ କରୁଥିଲେ କି ମନକୁ ମନକୁ ଆମେ ନାମ ଜପ କରିବା ସମୟରେ କେମିତି ଭଗବାନ ଶ୍ରୀ ଚରଣ କମଳରେ ଲଗେଇବା, ମନକୁ ପ୍ରାର୍ଥନା କରିପାରିବା। କାହିଁକି ନା ମନକୁ କୌଣସି ଆଧ୍ୟାତ୍ମିକ ରସ ଯଦି ନ ମିଳେ ତାହେଲେ କଣ ହବ? ମନ ନିୟନ୍ତ୍ରଣରେ ରହିବ ନାହିଁ। ଆଉ ମନକୁ ଯଦି ଆଧ୍ୟାତ୍ମିକ ରସ ମିଳିବନି ତାହାକୁ ଆମେ ନିୟନ୍ତ୍ରଣ କେବେ ବି କରିପାରିବାନି। ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେଇନା ରସବର୍ଜନ ଶୋକସ୍ୟ ପରମ ଦୃଷ୍ଟ ନିବର୍ତ୍ତତେ କୁହାଯାଏ। ପରମ ଦୃଷ୍ଟ ମାନେ ହାୟର ଟେଷ୍ଟ। ତେଣୁ ଏଇ ଦୁନିଆରେ ମନ କଣ କରେ? ବିଭିନ୍ନ ପ୍ରକାର ଯୋଉ ସାଂସାରିକ ଦୁଇବିଧା ଅଛି, ଭଲ ମନ୍ଦ, ହାନି ଲାଭ, ସୁଖ ଦୁଃଖ, ତ ସେଇ ଯୋଉ ଦୁଇବିଧାର ଭାବନାରୁ ସେ ରସଟେ ନେଇଥାଏ। କେବଳ କିଏ ଭାବିବା ଦରକାର ନୁହେଁ କେବଳ ସକାରାତ୍ମକ ୟା ପରେ କିଛି ଗୋଟେ ଭଲ ସମ୍ବନ୍ଧ, ମଧୁରମୟ ସମ୍ବନ୍ଧ, ତା ଭିତରୁ ସେ ଆନନ୍ଦ ପ୍ରାପ୍ତ ହୁଏ, ସେମିତି ନୁହେଁ। ନକାରାତ୍ମକ ଦୃଷ୍ଟିକୋଣ ବି କୋତେ କୋତେ ଦୁଃଖ ଲାଗିଲା, କାହାର କିଏ ଶତ୍ରୁ ହେଇଗଲେ, ସେର ମନ ବି ମନ ତାକୁ ରିଲିଜ କରେ। କାହିଁକି ନା ଏ ଦୁନିଆଟା ସାପେକ୍ଷତାର ଆଧାରରେ ହିଁ ଚାଲେ। ଯୋଉ ଦୁନିଆରେ ଯେକୌଣସି ଭାବକୁ ଆମେ ଯଦି ବୁଝିବା, କେମିତି ବୁଝିବା? ତାର ବିପରୀତ ଭାବ ମାଧ୍ୟମରେ ବୁଝନ୍ତି। ଯଦି କିଏ ସୁଖୀ ଅଛି ମାନେ କଣ? ତା ଅପୋଜିଟ ରେ ଆଉ କେତେ ଦୁଃଖରେ ଥିବ। ଯଦି ରାତି ଅଛି ତାହେଲେ ଦିନ ଅଛି, ଦିନ ଅଛି ଯଦି ରାତି ଅଛି। ଯଦି କିଛି ବି ଜିନିଷ, ଯେକୌଣସି ଭାବନା ଆମେ ମନକୁ ଦଉଛେ, ତ ତାକୁ ଆମେ କେମିତି ବୁଝିବା? ତାର ବିପରୀତରେ ଯଦି କିଛି ଅଛି କି ନା। ସେଥିପାଇଁ ଏ ଦୁନିଆକୁ କୁହାଯାଏ ରିଲେଟିଭ ୱାର୍ଲଡ। ରିଲେଟିଭ ମାନେ ଏଇଟା ଆବସଲ୍ୟୁଟ ୱାର୍ଲଡ ନୁହଁ। କିନ୍ତୁ ଆବସଲ୍ୟୁଟ ୱାର୍ଲଡରେ ଭଗବାନଙ୍କର ଧାମରେ ଏମିତି ନଥାଏ, ଦ୍ୱନ୍ଦ୍ୱ ନଥାଏ। ତ ଆଜି ଆମେ ଶ୍ରବଣ କରିବା ମନ କେମିତି ଏ ଚେତନା, ଏ ଯୋଉ ଚେତନା ଅଛି, ଚେତନାକୁ ମନ କେମିତି ବିଭିନ୍ନ ସପ୍ଲାଏ ଯୋଗାଏ। ତ ପିଲାମାନେ କହନ୍ତି ପ୍ରୋଭିଜନ କଣ ଯୋଗାଏ? ତ ଧରନ୍ତୁ ଆମର ବୟସ ବଢି ବଢି ଯାଉଛି, ତ ଯେତେବେଳେ ଆମେ ଯୁବକ ସମୟରେ ଆମ ପାଖରେ ଶାରୀରିକ ଶକ୍ତି ଅଛି, ଆମେ କିଛି ବି କାମ କରିପାରନ୍ତି, ବହୁତ ଗୁଡା ଦୌଡି ପାରନ୍ତି। କିନ୍ତୁ ଯେତେବେଳେ ବୟସ ବଢି ବଢି ଯିବ, ସେତେବେଳେ ମନ ଭିତରେ ପ୍ରଥମେ ଆସିବ କି ଆରେ ତ ବଢିଗଲାଣି, ଚୁଟି ପାଚି ଗଲାଣି, ଗୋଡ ହାତ ଦରଜ ହେଲାଣି, ତୁ କଣ ଆଉ ସେମିତି ଦୌଡି ପାରିବୁ? ତ ମନ ଏଇଭଳିଆ ବିଚାର କରିବ। ସେତେବେଳେ ସିଏ କଣ କରିବ? ବିଭିନ୍ନ ପ୍ରକାର ଫ୍ୟାକ୍ଟ ଆଣିକି ଆମ ସାମ୍ନାରେ ଯୋଗେଇ ଦବ। ହେଲେ ଆମ ସମ୍ମୁଖରେ ପ୍ରସ୍ତୁତ କରିଦବ କି ନାଇଁ ନାଇଁ, ଆଉ ଠିକ ଅଛି। ପୁଣି ଯେତେବେଳେ ଆଉ ଥରେ ଇଚ୍ଛା ଆମର ହଉଛି କି ନାଇଁ ମୁଁ ପୁଣି ଯବାନ ହେଇଯାଆନ୍ତି, କି ମୁଁ ଛୋଟ ପିଲା ହେଇଯାଆନ୍ତି, କି ବିଭିନ୍ନ ପ୍ରକାରର ଯୋଉ ଫ୍ୟାକ୍ଟ ସେ ଆଣିକି ଯୋଗେଇ ଦବ, କି ସେଇ ଜିନିଷ ଯୋଗେଇବ ଯୋଉଟା ଆମ ପ୍ରତି ଫେଭରେବୁଲ ହେଇଥିବ, ଆମେ ଇନ୍ଦ୍ରିୟ ଭୋଗ କରିବା ପାଇଁ ଫେଭରେବୁଲ ହେଇଥିବ। ସମସ୍ତଙ୍କ ସହିତ ଏଇଟା ହବ ନିଶ୍ଚୟ। ତେଣୁ ମନ କଣ କରେ? ଠିକ ସେଇ ସମୟରେ ବିଭିନ୍ନ ପ୍ରକାର ଇଚ୍ଛାର ବୀଜ ଆରୋପଣ କରେ। ଆଉ ସେଇ ବୀଜ ନେକ୍ସଟ ଜନ୍ମରେ ଫଳୀଭୂତ ହବା ପାଇଁ ଅପେକ୍ଷା କରି ରହିଥାଏ। ଆମେ କେମିତି ଫସି ଯାଆନ୍ତି ଭାବନ୍ତୁ। ତ ଆମେ ନିଜକୁ ପଚାରିବା ଦରକାର, କି ଇଚ୍ଛା ଆମର ରହିଛି ଏ ଦୁନିଆରେ? ସୌନ୍ଦର୍ଯ୍ୟ, ଶକ୍ତି, ଧନ ସମ୍ପତ୍ତି, ଜ୍ଞାନ, ସଫଳତା, ଏ ସବୁ ଜିନିଷ ଆମେ ଆ ପଛରେ ପଡନ୍ତି। କେହି ଭାବନ୍ତି ଆରେ ମୋର କଣ କେଶ ଧଳା ହେଇଗଲାଣି, ତାକୁ ଟିକେ କଳା କରିବାର ଅଛି, କି ସୁନ୍ଦର କି ପ୍ରେମ କରୁଥିବା ଗୋଟେ ଜୀବନ ସାଥୀ ଦରକାର ଅଛି, କିଏ କହିବ ମୋର ଟିକେ ବୁଦ୍ଧି ଅଧିକ ଦରକାର ଅଛି, ସ୍ମରଣ ଶକ୍ତି କମି ଯାଉଛି, ତାକୁ ଦରକାର ଅଛି। କିମ୍ବା କେହି କହିବ ମତେ ବିଭିନ୍ନ ଜିନିଷରେ ରସ ଆସ୍ୱାଦନ କରିବାର ଅଛି। ଏ ଦୁନିଆର ସବୁ ଜିନିଷ ମତେ ଭଲ ଲାଗୁଛି। ତେଣୁ ମନ କଣ କରିବ? ମନ ଭିତରେ ଯୋଉ ଉତାର ଚଢାବ ଅଛି, ତ ସିଏ ନିଜର ଭାବିଦବ, ସବୁ ଜିନିଷକୁ ନିଜର ଭାବିଦବ କି ଏଇଟା ମୋ ଦରକାର, ଏଇଟା ଦରକାର, ଏଇଟା ହେଲେ ମୁଁ ସୁଖରେ ରହିବି। ସବୁ ଜିନିଷ କି ମୁଁ ବହୁତ ସୁଖୀ ହେବି ଯଦି ମତେ ଏଇଟା ମିଳିଯିବ। କି ଦେଖନ୍ତୁ ଏଥିରେ ଏଇ ଆମେ ଭାବିବାର ଇଚ୍ଛା କରିବାରେ କି ଦୋଷ ଅଛି? ସମସ୍ତ ବହୁତ ଲୋକଙ୍କ ଠାରୁ ଏଇ ଷ୍ଟେଟମେଣ୍ଟ ଶୁଣିଥିବ କି ଇଚ୍ଛା କରିବାରେ କିଛି ଦୋଷ ନାହିଁ। କିନ୍ତୁ ବାସ୍ତବରେ ଇଚ୍ଛା କରିବାର ଦୋଷ ନାହିଁ ନୁହେଁ, ଇଚ୍ଛା କରିବାର ବହୁତ ବଡ ମିଷ୍ଟେକ୍ ହେଇଯିବ, ଦୋଷ ହେଇଯିବ। କାହିଁକି ନା ଏଇଟା ଆମକୁ ଗୋଟେ ବଡ ବିପତ୍ତିକୁ ଆହ୍ୱାନ କରୁଛି। ନେକ୍ସଟ ଜନ୍ମ ଆମକୁ ନବାକୁ ପଡିବ ସେ ଆଶାକୁ ପୂରଣ କରିବା ପାଇଁ। ସେଥିପାଇଁ ତ ଆମେ ଭଗବାନଙ୍କର ନାମ ଜନ୍ମ ଯେତେବେଳେ ଆମେ ଜପ କରନ୍ତି, ତ ବହୁତ ସୁନ୍ଦର ବିଷୟ ହେଇପାରିବ। ଆମେ ଆମର ଧ୍ୟାନକୁ ଭଗବାନଙ୍କ ଉପରେ କେନ୍ଦ୍ରିତ କରିବା। କିଛି ଆମେ ଚେଷ୍ଟା କରିପାରିବା, ଯେମିତି ଆମେ ଭଗବାନଙ୍କୁ ପ୍ରାର୍ଥନା କରିପାରିବା ମନକୁ କହିକି ବାସ୍ କାଶ ମତେ ରାଧା ମାଧବଙ୍କର ଚରଣ କମଳ ପ୍ରାପ୍ତି ହୁଅନ୍ତା।
କାଶ ମୋର ମନ ଭକ୍ତ ମାନଙ୍କ ସଂଗ ପ୍ରତି ଲାଳାୟିତ ହୁଅନ୍ତା। କିମ୍ବା ଆଧ୍ୟାତ୍ମିକ ଇଚ୍ଛା, କାଶ ମୁଁ ଭଗବାନଙ୍କ ପାଖରେ ପୁରା ବସିକି ଜପ କରନ୍ତି। କାଶ ମୁଁ ଭଗବାନଙ୍କ ନାମ ଜପ କଲା ବେଳେ ଭଗବାନଙ୍କ ସହିତ ତଲ୍ଲୀନ ହେଇକି ଜପ କରନ୍ତି, ମୋ ମନରେ ଭଗବାନଙ୍କ ଲୀଳା ସତତ ସ୍ମରଣ ହୁଅନ୍ତା। କାଶ ଭଗବାନଙ୍କ ନାମ ମାଧ୍ୟମରେ ମୁଁ ଭଗବାନଙ୍କର ଧାମକୁ ଦେଖି ପାରନ୍ତି ହୃଦୟରେ। ତ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଇଚ୍ଛା ଆମକୁ କରିବା ଦରକାର। ଭୌତିକ ଇଚ୍ଛା କଲେ ସେଟା ଆମକୁ ବାନ୍ଧିଦବ, କିନ୍ତୁ ଆଧ୍ୟାତ୍ମିକ ଇଚ୍ଛା କଲେ ସେ ବାନ୍ଧିବନି। ତେଣୁ ସେଥିପାଇଁ ଯଦି ଆମେ ଭାବନ୍ତୁ ଆମେ 40-50 ବର୍ଷ ଏମିତି ଜପ କରୁଛେ, ଆଜି ରୁମ ରେ 20-30 ଜଣ ବସିକି ଜପ କରୁଛେ, ବାସ୍ 20-30 ବର୍ଷ ପରେ ଆମେ ପଚାରି ପାରିବାନି ଯୋଉ ସେତେବେଳେ ସେ ସ୍ଥିତି ହେଇଯାଇପାରେ। ଆମେ ନିଜକୁ ପ୍ରଶ୍ନ କରିପାରିବା କି ମୁଁ ସେତେବେଳେ କାହିଁକି କୃଷ୍ଣଙ୍କ ନାମକୁ ଧ୍ୟାନ ପୂର୍ବକ ଶ୍ରବଣ କଲିନି, ଉପେକ୍ଷା କରିଦେଲି। ସେତେବେଳେ ସେ ମନ କୌଣସି ପରିସ୍ଥିତି ହେଇଥିବ ଆମେ ଜଣା ନାହିଁ, ସେତେବେଳେ ମନରେ ଜିନିଷ ଆସିବ କି ମୁଁ 20-30 ବର୍ଷ ପରେ ଆଜି ଭାବୁଛି 20-30 ବର୍ଷ ପରେ ମୁଁ ଭଗବାନଙ୍କ ଭକ୍ତ ଥିବି କି ନାହିଁ। ସେବେ ଭାବୁଥିବି, ଯଦି ଭକ୍ତ ନଥିବି ସେବେ ଭାବୁଥିବି କି କାହିଁକି ମୁଁ ଭଗବାନଙ୍କ ନାମ ଜପିଲା ବେଳେ ଉପେକ୍ଷା କରିଦେଲି, କାହିଁକି କରିଦେଲି। ବହୁତ କଷ୍ଟ ହବ ସେତେବେଳେ। କାହିଁକି ନା ଜୀବନ ଲକ୍ଷ୍ୟ ପ୍ରାପ୍ତି କରିବା ପାଇଁ ସମୟର ସୀମା କମି କମି ଯିବ। ଆମେ ଶୁଣନ୍ତି ଭଗବାନଙ୍କ ନାମ ହେଲା ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ। ସେଥିରେ ରସ ଅଛି, ଆଧ୍ୟାତ୍ମିକ ରସ ଅଛି। ଚିନ୍ତାମଣି ମାନେ କାହିଁକି ନା ସେ ସମସ୍ତ ପ୍ରକାର ଚିନ୍ତାରୁ ଆମକୁ ମୁକ୍ତ କରିଦବ। ଆଉ ଯାହା ଆମେ ଇଚ୍ଛା କରିବା, ଆଧ୍ୟାତ୍ମିକ ଇଚ୍ଛା ଏମିତି ଗୋଟେ ଚିନ୍ତାମଣି, ପାରସମଣି, ସେ କଣ ଗୋଟେ ଲୁହାକୁ ସୁନା ବି କରିଦବ। କିନ୍ତୁ ସେମିତି ହରିନାମ ଆମର ସବୁ ପ୍ରକାର ଭୌତିକ ଇଚ୍ଛାକୁ ନଷ୍ଟ କରିକି ଆଧ୍ୟାତ୍ମିକ ଇଚ୍ଛାରେ ପରିବର୍ତ୍ତନ କରିଦବ। କିନ୍ତୁ ଆମେ ନିଷ୍ଠାପର ଭାବରେ ସବୁ ଶ୍ରବଣ କରିବା ଦରକାର। ହରିନାମକୁ ଆମେ ଆମ ଚେତନାରେ ଆଲିଙ୍ଗନ କରିବା ଦରକାର। ଆଉ ଆମ ମନରେ ଜପ କଲା ବେଳେ ବାରମ୍ବାର ଗୋଟେ ଇଚ୍ଛା ଆସୁଥିବ, ଗୋଟେ ପରେ ଗୋଟେ ଭୌତିକ ଇଚ୍ଛା ଆସୁଥିବ, ଆମେ କୃଷ୍ଣଙ୍କୁ ଆଲିଙ୍ଗନ କରିପାରିବାନି, ହରିନାମକୁ ଆଲିଙ୍ଗନ କରିପାରିବାନି। ସେଥିପାଇଁ ବାରମ୍ବାର ଆମକୁ କୁହାଯାଏ କି ଆମେ ହରିନାମ କଲାବେଳେ କେବଳ ଭଗବାନଙ୍କ ନାମ ଉପରେ ଫୋକସ କରିବା ଅଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଗୋଟେ ଗୋଟେ ମନ୍ତ୍ରକୁ ଧ୍ୟାନ କରିକି ଶୁଣିବାର ଅଛି। ଯଦି ନ ଶୁଣିବ, ଗୋଟେ ସେକେଣ୍ଡ ପରେ ମାଇଣ୍ଡ କୁଆଡେ ନେଇକି ଯାଇଥିବ, ତମେ କିଛି ତାର ଟେର ବି ପାଇବନି, ହେଲା। ତେଣୁ ଏତିକି ଆମେ ନିଶ୍ଚୟ ଆମେ ଚେଷ୍ଟା କରିବା ଦରକାର କି ହରିନାମ ଆମକୁ ଆଲିଙ୍ଗନ କରିବା ଦରକାର। ଆମ ଚେତନାରେ ଆମେ ହରିନାମକୁ ଆଲିଙ୍ଗନ କରିବା ଦରକାର, ତାକି ଆମେ ନାମ ଜପ ହିଁ ଭଲ ହବ। ଆଉ କୌଣସି ପ୍ରକାର ମନରେ ଏଭଳିଆ ଦୋଷ ଆସିବନି କି ନାଇଁ ମୁଁ ଭଗବାନଙ୍କ ନାମ ଜପ କରିଥିଲେ ହେଇଥାନ୍ତା ଆଜି, କି ଭଲସେ ଜପ କରିଥିଲେ ହେଇଥାନ୍ତା, ସେମିତି ନାହିଁ। ତ ସମସ୍ତେ ଚେଷ୍ଟା କରନ୍ତୁ। ମୁଁ ବି ଚେଷ୍ଟା କରୁଛି ଆଜିଠାରୁ ଭଲସେ ନାମ ଜପ କରିବା ପାଇଁ, ତାକି ଆମକୁ ଭିତରେ ଏଇଟା କଣ, ଏଇଟା ଗୋଟେ କଣ ଥାଏ ମନରେ, କୌଣସି ପ୍ରକାର ନାଇଁ ମାନେ ଟିକେ ଭଲ ଲାଗେନି କି ନାଇଁ ମୁଁ କରିପାରିଥାନ୍ତି, ହେଇପାରିଲାନି, ତେଣୁ ଆଜି ଅଫସୋସ ଅଫସୋସ। ତେଣୁ ସେମିତି ନ ରହୁ, ତେଣୁ ଆମେ ଭଗବାନଙ୍କ ନାମକୁ ଧ୍ୟାନ ପୂର୍ବକ ଜପ କରିବା, ଆଟଲିଷ୍ଟ ହାଫ 1 ଆୱାର ତାପରେ ବି କରିବାର ଅଛି। ଠିକ ଅଛି, ହରେ କୃଷ୍ଣ। ବୈଷ୍ଣବ ମାନେ वंशा कल्पतरु सदृश क्षमाशील दयाଳु सागर पतित जीवनकर उद्धारकारी दैनंदिन जीवन रे ज्ञात वा अज्ञात शरीर यदि कौन साधु गुरु वैष्णव निकट अपराध होता है ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣଙ୍କ ମୁହଁରେ କ୍ଷମା ପ୍ରାର୍ଥନା କରିବା ଉଚିତ। वंशाकल्पतरुर्वश्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त वृंद की जय, श्री श्री रामाचार्य हरिदास ठाकुर की जय, श्री श्री हरिनाम प्रभु की जय। हरे कृष्ण। भगवान का नाम उच्चारण करेगा।